ଜୟ ଜଗନ୍ନାଥ ଜୟ ଶ୍ରୀରାମ ୱେଲକମ୍ ଟୁ ହାର୍ଟ ଅଫ୍ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲ୍। ଆଜି ଇନଷ୍ଟାଗ୍ରାମ ସ୍କ୍ରୋଲ୍ କରୁ କରୁ ମୁଁ ଗୋଟେ ଅପଡ଼େଟ୍ ପାଇଲି ଆଣ୍ଡ ଅଲସୋ ମୋତେ ଜଣେ ପ୍ୟାରେଣ୍ଟସ୍ ବି ହ୍ୱାଟ୍ସଆପ୍ରେ ପଠାଇଥିଲେ। ଆପଣ ଇନଷ୍ଟାଗ୍ରାମରେ ବି ଆପଣମାନେ ଯାଇକି ଦେଖିପାରିବେ। ମାଇ ଭୁବନେଶ୍ୱର କରିକି ଗୋଟେ ଇନଷ୍ଟାଗ୍ରାମ ଆଇଡ଼ି ଅଛି, ମାଇ ଭୁବନେଶ୍ୱର। ତ ସେଥିରେ ଆପଣଙ୍କର ଗୋଟେ ଅପଡ଼େଟ୍ ଅଛି। ଏଇଟା ହେଉଛି ତା'ର ଲୋଗୋଟା ଇନଷ୍ଟାରେ, ମାଇ ଭୁବନେଶ୍ୱର ବୋଲି। ତ ସେଥିରେ ଆପଣ ଦେଖିବେ ଏମିତି ନାହିଁ କି ତାଙ୍କର ଫଲୋଅର୍ସ କମ୍ ଅଛନ୍ତି ବୋଲି, 300K ଫଲୋଅର୍ସ ଅଛନ୍ତି। 300K ଫଲୋଅର୍ସ ସେ ଇନଷ୍ଟାଗ୍ରାମ ଆଇଡ଼ିର। ତ ସେ ଇନଷ୍ଟାଗ୍ରାମ ଆଇଡ଼ିରେ ଆପଣ ଦେଖିବେ ଏଇ ନ୍ୟୁଜ୍ଟା ସର୍କୁଲେଟ୍ ହେଇଛି, ଯେଉଁଥିରେ ପ୍ରାୟ 3000 ଭଳିଆ ଲୋକ ବି ତାକୁ ଲାଇକ୍ କରିଛନ୍ତି, କମେଣ୍ଟ ବି ଅଛି। ତ ଓଡ଼ିଶାରେ MBBS ସିଟ୍ ଇନକ୍ରିଜ୍ ହେବାକୁ ଯାଉଛି ବା କିଛିଟା MBBS ସିଟ୍ ଇନକ୍ରିଜ୍ ହେବାକୁ ଯାଉଛି ବୋଲି ନୋଟିସ୍ଟା ଥିଲା। ଏଇଟା କୌଣସି ଅଫିସିଆଲ ନା କୌଣସି NMCରେ ନା କୌଣସି OJEIର ବ୍ରାଉଚରରେ ସେମିତି କିଛି କେଉଁଠି ଦେଖାଇନି। ମୁଁ ଆଗରୁ କ୍ଲିୟର କଟ୍ କହିଦେଉଛି, ଇନଷ୍ଟାଗ୍ରାମର 300K ସବସ୍କ୍ରାଇବର ଥିବା ମାଇ ଭୁବନେଶ୍ୱର କରି ଗୋଟେ ଆଇଡ଼ିରେ ଏଇଟା ମେନସନ୍ ଅଛି କି ଓଡ଼ିଶାରେ 25ଟା ସିଟ୍ ବଢ଼ିବାକୁ ଯାଉଛି ଆପଣଙ୍କର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ ବାରିପଦାରେ 50 ସିଟ୍ ବଢ଼ିବା ପାଇଁ ଯାଉଛି, 25। ଦେନ୍ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ SLN କୋରାପୁଟରେ ଆପଣଙ୍କର 25ଟା ସିଟ୍ ବଢ଼ିବା ପାଇଁ ଯାଉଛି। ଦେନ୍ ଆପଣଙ୍କର ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ BSS ବୁର୍ଲା, ତ ଏଠି ଆପଣଙ୍କର 50ଟା ସିଟ୍ ଇନକ୍ରିଜ୍ ହେବା ପାଇଁ ଯାଉଛି। ଆଉ ଯାଜପୁରରେ 50ଟା ସିଟ୍ ଇନକ୍ରିଜ୍ ହେବାରେ ଯାଉଛି। ତ ଟୋଟାଲି ମୋଟାମୋଟି ରୂପେ ଆପଣ କହିଲେ ଇଏ ହେଉଛି 50 ଆପଣଙ୍କର 100, ଇଏ 25, 150 ସିଟ୍ ଆପଣଙ୍କର ଇନକ୍ରିଜ୍ ହେବା ପାଇଁ ଯାଉଛି। ଏଇଟା ହେଉଛି ମାନେ ବର୍ତ୍ତମାନ ପାଇଁ କରେଣ୍ଟ ଯାହା ଯେଉଁଟା ସେଥିରେ ଅପଡ଼େଟ୍ ଆସିଛି। ଆମ ଓଡ଼ିଶାରେ ବର୍ତ୍ତମାନ ପାଇଁ କ'ଣ 14ଟା ଗଭର୍ଣ୍ଣମେଣ୍ଟ ମେଡ଼ିକାଲ କଲେଜ ଅଛି, 1800ଟା ସିଟ୍ ଅଛି, 6ଟା ପ୍ରାଇଭେଟ୍ ଇନଷ୍ଟିଟ୍ୟୁସନ୍ ଅଛନ୍ତି। 6ଟା ପ୍ରାଇଭେଟ୍ ଇନଷ୍ଟିଟ୍ୟୁସନ୍ ସେ କାହାକୁ ମିଶାଇଛନ୍ତି ନା ହାଇଟେକ୍ ଭୁବନେଶ୍ୱର, ହାଇଟେକ୍ ରାଉରକେଲା, ଡ୍ରିମ୍ସ ପ୍ଲସ୍ ସମ୍ 1, ସମ୍ 2 ଆଣ୍ଡ କିମ୍ସ, ଏ ସବୁକୁ ମିଶାଇକିରି ସେ ଗୋଟେ କରିଛନ୍ତି 1100 ସିଟ୍। ଏମ୍ସ ଭୁବନେଶ୍ୱରରେ 125ଟା ସିଟ୍। ଆଉ ଗଭର୍ଣ୍ଣମେଣ୍ଟ ହାଜ୍ ଫର୍ଦର ଆପ୍ରୁଭଡ୍ 150 ଆଡ଼ିସନାଲ୍ ସିଟ୍ ଆକ୍ରସ୍ 4 ଏକ୍ଜିଷ୍ଟିଂ ଇନଷ୍ଟିଟ୍ୟୁସନ୍। ଏକ୍ଜିଷ୍ଟିଂ ମେଡ଼ିକାଲ କଲେଜ ଉପରେ 150ଟା ସିଟ୍ ବଢ଼ିଛି ବୋଲି କଥା କୁହାଯାଇଛି, ଯେଉଁଥିରେ ଆପଣଙ୍କର ବାରିପଦା ଅଛି। ଦେନ୍ ଆପଣଙ୍କର ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ କୋରାପୁଟ ଅଛି। ଆଉ ବୁର୍ଲା 50 ସିଟ୍ ଅଛି, ଯାଜପୁର 50 ସିଟ୍ ଅଛି। ତ ନିହାତି ଡେଫିନେଟଲି ଯଦି ବଢ଼ିବ ସିଟ୍ ତ କେଉଁଠି ନା କେଉଁଠି ପିଲାମାନଙ୍କ ପାଇଁ ତ ଭଲ ହେବ, କାରଣ ବଢ଼ିଆ ଦରକାର। ରିଜର୍ଭେସନ୍ ବଢ଼ିବା ଫଳରେ ଅନରିଜର୍ଭ କାଟାଗୋରୀକୁ ବହୁତ ଅସୁବିଧା ହେଉଛି। ତ ଏଇଟା ହେଉଛି ବର୍ତ୍ତମାନ ପାଇଁର ଯାହା ଅପଡ଼େଟ୍। ତ PRM ବାରିପଦାର 125ଟା ସିଟ୍ ଥିଲା, ଯଦି 25ଟା ଭଳିଆ ହେଇଯିବ ତ ଆପଣଙ୍କର ଡେଫିନେଟଲି 150 ସିଟ୍ ହେଇଯିବ। ଆଉ ଆପଣଙ୍କର SLN କୋରାପୁଟ, ତ ଇଏ ବି ବଢ଼ିବା ଦରକାର। ତ SLN କୋରାପୁଟରେ ବି ଆପଣ ଯଦି କହିବେ ସିଟ୍ ମ୍ୟାଟ୍ରିକ୍ 125, ଏଠି ବଢ଼ିଗଲେ ବି ସିଏ ଆପଣଙ୍କର 150 ହେଇଯିବ। ଦେନ୍ ଆପଣଙ୍କର ବୁର୍ଲା, ଭୀମସାର ବୁର୍ଲା, ତ ବୁର୍ଲାରେ ବହୁତ ପିଲାଙ୍କର ଟାର୍ଗେଟ୍ କଲେଜ ହେଉଛି ବୁର୍ଲା। ତ ଭୀମସାର ବୁର୍ଲାରେ ଯଦି ଆମେ କହିବା MBBS ସିଟ୍ ଅବଭିୟସଲି ଆପଣଙ୍କର ଥିଲା 200, ଯଦି ଆପଣଙ୍କର ବଢ଼ିଯାଉଛି 50 ତ 250 ହେଇଯିବ। ଦେନ୍ ଆପଣଙ୍କର ଯାଜପୁର, ଯଯାତି କେଶରୀ ଯାଜପୁର, ତ ଯାଜପୁର ତ ମାନେ କଲେଜ ନୂଆ ହେଲେ ବି ଆସ୍ତେ ଆସ୍ତେ ଡିମାଣ୍ଡ ବଢ଼ୁଛି। ତ ଯଦି ସେଠି ବି ଆପଣଙ୍କର ବଢ଼ିଗଲା, ଆପଣଙ୍କର 50 ସିଟ୍ ବଢ଼ିଗଲା ତ ଡେଫିନେଟଲି 100 ସିଟ୍ ଆପଣଙ୍କର ହେଇଯିବ। ତ ଇଏ ବଢ଼ିବା ଦରକାର, 50 ସିଟ୍ 100 ହେଇଯିବ। ଆପଣଙ୍କର ବୁର୍ଲାରେ ଆଗରୁ ଥିଲା ହେଉଛି 200ଟା ସିଟ୍ 250ଟା ହେଇଯିବ। ଦେନ୍ ଆପଣଙ୍କର ଆଉ ଇଏ ବଢ଼ିଗଲା ଆପଣଙ୍କର ଶହୀଦ ଲକ୍ଷ୍ମଣ ନାୟକ କୋରାପୁଟ 150 ହେଇଯିବ, ବାରିପଦା ବି 150 ହେଇଯିବ। ଆଉ ଆପଣ ଜାଣିଛନ୍ତି MKCG ମେଡ଼ିକାଲ କଲେଜ ଆଉ SCB, MKCG ମେଡ଼ିକାଲ କଲେଜର MBBS ସିଟ୍ ଆଉ SCBର MBBS ସିଟ୍, ଏ ଦୁଇଟାଙ୍କର ଅଲରେଡ଼ି ଆମେ ସମସ୍ତେ ଜାଣିଛେ 250 ସିଟ୍ସ ଅଛି। ତ SCBର 250 ସିଟ୍, MKCGର 250 ସିଟ୍, ବୁର୍ଲାର 250 ସିଟ୍ ହେଇଯିବ ଯଦି 50ଟା ସିଟ୍ ଏଇ ଇନଫର୍ମେସନ୍ ଅନୁସାରେ ବଢ଼ୁଛି। ତ କଥା ଉଠୁଛି ମାନେ ମେ ବି ହେଇଥାଇପାରେ, ସତ ବି ହେଇଥାଇପାରେ, କିଛି ସେମିତି କହିହେବନି। ଯଦି ବଢ଼ିଲା ତ ସେମିତିରେ ବି ଏଇ ବଢ଼ିଆ ସିଟ୍ ଉପରେ ବି ଆପଣଙ୍କର ରିଜର୍ଭେସନ୍ ଆଡ଼୍ ହେବ। ଯେମିତି ଆପଣ ଜାଣିଛନ୍ତି ଯାଜପୁରର ଯଦି 100ଟା ସିଟ୍ ହେଲା ତ ଏହାର 15ଟା ସିଟ୍ ପଳେଇବ ଅଲ୍ ଇଣ୍ଡିଆକୁ, ଆଉ ଷ୍ଟେଟ୍ ରହିବ 85 ଉପରେ ପୁଣି ରିଜର୍ଭେସନ୍ ସବୁ ରହିବ।
पुणी सेमती बुर्लारे भी आपंकर जो 250 सीट है यार आपंकर 15% सीट पड़े ऑल इंडिया को आउ स्टेट जी रहा तार रिजर्वेशन आड हम ऑब्वियसली रिजर्वेशन आड हम किंतु सीट बढ़िया चांस अच्छी तो डेफिनेटली आपण मानक एटा गोटे बहुत बड़ अपडेट रहिबो भगवान करतु ये सीट बढ़ू आउ आमे चाहूँ कि नुआ किसी कॉलेज भी आड हो याठू अधिका सीट बढ़ू कौन ना कौटी ना कौटी आम देखा बहुत पिला सफर होती जो मैंने स्कोर भल रखिंट 2 मार्क 3 मार्क 5 मार्क भी से आडमिशन हो पारुनी माने जनरल कैटेगोरी सीट मैट्रिक्स पूरा कमी जाइए तो सबू पिला माने मु कहया कथा मेडिकल गोटे बी सीट रिजर्वेशन मिलू आमे ताको फॉर माने से फॉर रे अच्छु किछि असुविधा नहीं रिजर्वेशन मिलू समस्त जाउछन रिजर्वेशन पातु किछि असुविधा नहीं किंतु मेडिकल सीट को जदि बढ़ाई दियंते तो डेफिनेटली किछिटा जनरल कैटेगोरी सीट गुड़ाक बढ़ी जावा दरकार जहाँफल कि ये जो पिला माने सफर होती भाई स्टूडेंट समस्ते पढ़ुं समस्त एम अच्छी तो सीट कमीगला फल ड्रीम टा ये ब्रेक हो ना तो भावतु जदि माने पूर्व वर्ष तुलन जदि ए वर्ष सीट एत रिड्यूस हो जाऊँगी तो कटअफ आपर तो इम्पैक्ट पकेब ना कटअफ सब नंबर ऑफ सीट्स डिपेंड करुच्ची तो छाड़ू बर्तमान यही अपडेट तो यहाँ तो ऑफिशियल अपडेट नुह मु आगु आउ थे भी कहूँ ऑफिशियल अपडेट नुह हेले भी निहात रूप से आम देखा आगु कौन आसूँ रिगार्डिंग इनफॉरमेशन ये वीडियो एंड करवा थैंक यू धन्यवाद।